ବରଷକେ ଥରେ ଆସିଛି ରଜ, ରଜ ପାଇଁ ଟିକେ ହବା ସଜବାଜ। ସେଦିନ ଗହଳି ଭିତରେ ସିନେମା ତ ଦେଖି ହେଲାନି। ଭାବିଲି ଗହଳି ଟିକେ କମୁ, ସିନେମା ଆଡ଼ିକୁ ମୁହାଁଇବା। ଏଇଆ ଭାବି ସନ୍ଧ୍ୟାରେ ମଲ୍ ଆଡ଼େ ଯିବା ପାଇଁ ଟିକେ ମନ ବଳାଇଲି ଏବଂ ବାହାରି ପଡ଼ି ଦେଖିଲି ମଲ୍ ରୋଡ଼ ପୁରା ଜାମ୍। ଗାଡ଼ି ମଟର କେଁ କାଁ ଭିତରେ ଗହଳିକୁ ଖାତିର ନ କରି ମୁଁ ବାହାରି ପଡ଼ିଲି ମଲ୍ ଆଡ଼କୁ। ଏଇ ମଲ୍ଟିକୁ ଦେଖି କୁହନ୍ତୁ ତ, ଏଇଟା ଭୁବନେଶ୍ୱରର କେଉଁ ମଲ୍? ଯଦି ଜାଣିଥିବେ କମେଣ୍ଟରେ ଜଣାଇବେ। ସବୁଦିନ ଖାଲି ପଡ଼ୁଥିବା ଏ ମଲ୍ଟି ସେଦିନ କିନ୍ତୁ ରଜ ପାଇଁ ବହୁତ ଚଳଚଞ୍ଚଳ ଥିଲା। ଭିଡ଼ ଭିତରେ ମୁଁ ମୋର ଯାହା କିଣିବା ପାଇଁ କିଣି ଚାଲିଲି। ମଲ୍ର ପ୍ରାଇଭେସି ହେତୁ ସବୁକିଛି ଦେଖାଇବା ସମ୍ଭବ ହେଉନାହିଁ। ସେ କିଣାବିକା କଥା ଛାଡ଼, ଆଜି ସମୟର ନିର୍ଘାତିଆ ମାଡ଼ରେ ସେଦିନର ରଜ ମଉଜ ଆଉ ନାହିଁ। ଆଜି ସେ ରଜ କାହିଁ? କାହିଁ ସେ ଉଦ୍ଦୀପନା, କାହିଁ ସେ ମହକ, କାହିଁ ସେ ମଉଜ? କୁଆଁରୀ ବୋହୂମାନଙ୍କର ଚଳଚଞ୍ଚଳ ମନ କାହିଁ? ଉଡ଼ୁଥିବା ପ୍ରଜାପତି ଧରିବାର ନିଶା କାହିଁ? ଦୋଳିରେ ଝୁଲି ଆକାଶକୁ ଛୁଇଁବାର ପ୍ରବଣତା କାହିଁ? ରଜମାନେ ଖାଲି କ'ଣ ସିନେମା ଦେଖା ଆଉ ରଜ ସୁନ୍ଦରୀକୁ ଯାଇ ନିଜର ଆଧୁନିକତାର ଟ୍ୟାଲେଣ୍ଟ ଦେଖା? ସେ ଯାହା ବି ହଉ, ସେଦିନ ତ ସିନେମା ଦେଖି ହେଲା ନାହିଁ। ମଲ୍ ଆଡ଼େ ଯାଇ ଟିକେ କିଣାବିକା କରି ମୁଁ ମୋର ବାଟ କାଟିଲି। ସେ ଯାହା ବି ହଉ, ସେଦିନ ତ ସିନେମା ଦେଖି ହେଲା ନାହିଁ। ମଲ୍ ଆଡ଼େ ଟିକେ ଯାଇ ନିଜ ପାଇଁ କିଛି କିଣାକିଣି କରି ମୁଁ ମୋର ବାଟ କାଟିଲି। ଯଦି ଆପଣମାନେ ନିଜ ପାଇଁ କିଛି କିଣିବାର ଥାଏ ତାହେଲେ ଇଆଡ଼େ ମାଡ଼ି ଆସନ୍ତୁ, କିଛି କିଣନ୍ତୁ ଏବଂ ରଜର ମଉଜ ନିଅନ୍ତୁ।